ବନ୍ଧୁ, ମୁଁ ପୂର୍ବ ଭିଡ଼ିଓ ମାନଙ୍କରେ ଚାରି ଜାତିର ସ୍ତ୍ରୀଙ୍କର ଲକ୍ଷଣ ବିଷୟରେ କହିଥିଲି ବିସ୍ତାରିତ ଭାବରେ। ଏବେ ସେଇ ଚାରି ଜାତିର ସ୍ତ୍ରୀଙ୍କ ଲକ୍ଷଣ ସ୍ୱଳ୍ପ ଭାବରେ କହିବି, ଯାହାକି ଆପଣମାନେ ଦେଖୁ ଦେଖୁ ଜାଣିପାରିବେ। ତେବେ ପଦ୍ମିନୀ ରମଣୀର ଶରୀରରୁ ପଦ୍ମ ପୁଷ୍ପ ପରି ଗନ୍ଧ ଆସେ ଏବଂ ଚିତ୍ରିଣୀ ରମଣୀ ଶରୀରରୁ କ୍ଷୀର ପରି ଗନ୍ଧ ଆସେ। ଶଙ୍ଖିନୀ ରମଣୀର ଶରୀରରୁ ଆମିଷ ପରି ଗନ୍ଧ ଆସେ ଏବଂ ହସ୍ତିନୀ ଶରୀରରୁ ମଦ ପରି ଗନ୍ଧ ଆସେ। ପଦ୍ମିନୀ ରମଣୀର ନିଦ୍ରା ପଦ୍ମ ପରି ଧୀର, ଚିତ୍ରିଣୀର ନାରୀର ନିଦ୍ରା ଚଞ୍ଚଳ ଏବଂ ଶଙ୍ଖିନୀର ନିଦ୍ରା ଘୋର ବା ଗଭୀର ହୋଇଥାଏ। ହସ୍ତିନୀ ରମଣୀର ନିଦ୍ରା ହସ୍ତି ପରି ଗାଢ଼ ନିଦ୍ରା ହୋଇଥାଏ। ପଦ୍ମିନୀର କଣ୍ଠସ୍ୱର କୋମଳ, ଚିତ୍ରିଣୀର କଣ୍ଠସ୍ୱର ସ୍ନିଗ୍ଧ, ପୁଣି ଶଙ୍ଖିନୀର ସ୍ଥିର କଣ୍ଠସ୍ୱର ଧୀର ଧୀର ଏବଂ ହସ୍ତିନୀ ରମଣୀର କଣ୍ଠସ୍ୱର ମେଘ ଗର୍ଜନ ପରି ହୋଇଥାଏ। ପୁଣି ପଦ୍ମିନୀ ରମଣୀଙ୍କର ପାଦ ଦେଖିବାକୁ ସୁନ୍ଦର, ହସ୍ତ ଦେଖିବାକୁ ସୁନ୍ଦର, କଟି ଦେଖିବାକୁ ସୁନ୍ଦର ଏବଂ ଚିତ୍ରିଣୀର କେଶ ଦେଖିବାକୁ ସୁନ୍ଦର, କଟି ଦେଖିବାକୁ ସୁନ୍ଦର, ମୁଖ ଦେଖିବାକୁ ସୁନ୍ଦର ଏବଂ ଶଙ୍ଖିନୀ ରମଣୀର କେବଳ ମୁଖଟି ସୁନ୍ଦର ଥାଏ ଏବଂ ହସ୍ତିନୀ ନାରୀର କୌଣସି ସୁନ୍ଦରତା ତା ପାଖରେ ଦେଖିବାକୁ ମିଳେ ନାହିଁ। ଦର୍ଶକ ବନ୍ଧୁ, ଏହିସବୁ ଲକ୍ଷଣ ଟିକେ ଟିକେ ଆପଣମାନେ ଜାଣିଲେ ନାରୀମାନଙ୍କୁ ଚିହ୍ନିପାରିବେ। ଯଦି ଏଇ ଟିପ୍ସଟି ଭଲ ଲାଗୁଥାଏ ତାହେଲେ ଆପଣମାନେ ଭିଡ଼ିଓକୁ ଟିକେ ଲାଇକ୍ କରିବେ, ସାଙ୍ଗମାନଙ୍କୁ ସେୟାର କରିବେ ଏବଂ ଯଦି ନୂତନ ହେଇଥାନ୍ତି ବା ନୂଆ ହେଇଥାନ୍ତି ତାହେଲେ ସବସ୍କ୍ରାଇବ୍ କରିବେ। ମୁଁ ଆର ଭିଡ଼ିଓରେ ଚାରି ଜାତିର ଲକ୍ଷଣର କନ୍ୟାମାନଙ୍କୁ ବିଷୟରେ ଟିପ୍ସ ନେଇ ଆସିବି ବା ଭିଡ଼ିଓ ନେଇ ଆସିବି। ରହୁଛି। ଜୟ ଜଗନ୍ନାଥ।